ଆଜିର ଭିଡ଼ିଓରେ ଆମେ ମଦର ଟେରେସାଙ୍କ ବିଷୟରେ କଥା ହେବା। ମଦର ଟେରେସାଙ୍କ ଜନ୍ମ 26 ଅଗଷ୍ଟ 1910 ମସିହାରେ ସ୍କୋପେଜ୍ ଠାରେ ହୋଇଥିଲା। ମାତ୍ର 12 ବର୍ଷ ବୟସରୁ ସେ ଧର୍ମ ଏବଂ ମାନବ ସେବା ପ୍ରତି ଆକୃଷ୍ଟ ହୋଇଥିଲେ। 18 ବର୍ଷ ବୟସରେ ସେ ସିଷ୍ଟର୍ସ ଅଫ୍ ଲୋରେଟୋରେ ଯୋଗଦେଇ ନନ୍ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। 1929ରେ ସେ ଭାରତ ଆସିଥିଲେ ଏବଂ କୋଲକାତାରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କୋଲକାତା ରାସ୍ତାରେ ଗରିବ, ଅସହାୟ, ରୋଗୀ, ମୁମୂର୍ଷୁ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ନିଜର ଜୀବନ ସେମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ମିଶନାରୀ ଅଫ୍ ଚ୍ୟାରିଟି 1915ରେ ସେ କୋଲକାତାରେ ଖୋଲିଥିଲେ। ଏହି ସଂସ୍ଥା ଜରିଆରେ ସେ ନିର୍ମଳ ହୃଦୟ ନାମକ ଆଶ୍ରମ ଖୋଲି କୁଷ୍ଠରୋଗୀ, ଅନାଥ ଏବଂ ପରିତ୍ୟକ୍ତ ଲୋକଙ୍କୁ ଚିକିତ୍ସା ଓ ଆଶ୍ରୟ ଯୋଗାଇ ଦେଇଥିଲେ। ତାଙ୍କର କାର୍ଯ୍ୟ ତାଙ୍କୁ 1979ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। 1980ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ଏବଂ 2016 ମସିହା ବା 2016ରେ ପୋପ୍ ଫ୍ରାନ୍ସିସ୍ ତାଙ୍କୁ ସନ୍ଥ ସେଣ୍ଟ ଟେରେସା ଅଫ୍ କାଲକାଟା ଉପାଧିରେ ଭୂଷିତ କରିଥିଲେ। ତାଙ୍କର ପରଲୋକ 5 ସେପ୍ଟେମ୍ବର 1997ରେ 87 ବର୍ଷ ବୟସରେ ହୋଇଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।